ବକ୍ରି ଶନି ଏବଂ ବିଭିନ୍ନ ରାଶିମାନଙ୍କ ଉପରେ ଶନି ମହାଗ୍ରହଙ୍କର ପ୍ରଭାବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। 2024 ମସିହାରେ ଶନି ମହାଗ୍ରହଙ୍କର ବକ୍ର ଗତି ଏବଂ ବିଭିନ୍ନ ରାଶିମାନଙ୍କ ଉପରେ ଏହାର ପ୍ରଭାବ। ଶନି ମହାଗ୍ରହ ରାଶି କୁଣ୍ଡଳୀର ଦଶମ ଭାବ ମକର ଏବଂ ଏକାଦଶ ଭାବ କୁମ୍ଭ ରାଶିର ଅଧିପତି। ନୈସର୍ଗିକ କାରକତ୍ୱ ବା ଗୁଣରେ ଦଶମ ଭାବ କର୍ମ ଏବଂ ଏକାଦଶ ଭାବ ଆୟ ଭାବକୁ ପ୍ରତିନିଧିତ୍ୱ କରେ। ତେଣୁ ଶନି ମହାଗ୍ରହ କର୍ମଭାବର ଅଧିପତି ହୋଇଥିବାରୁ ତାଙ୍କୁ କର୍ମଫଳଦାତା କୁହାଯାଇଥାଏ। ଆହୁରି ମଧ୍ୟ ଶନିକୁ ନ୍ୟାୟ ବା ଧର୍ମର ଦେବତା ବୋଲି କୁହାଯାଇଥାଏ। ଶନିଙ୍କର ଅନ୍ୟ ଏକ ନାମ ମନ୍ଦ ବା ଧୀର। ଶନି ସୌରଜଗତର ଶେଷ ଗ୍ରହ ହୋଇଥିବାରୁ ଏହା ଏକ ସୌରଚକ୍ର ପୂରଣ କରିବା ପାଇଁ, ଅନ୍ୟ ଭାବରେ କହିବାକୁ ଗଲେ ସୂର୍ଯ୍ୟଙ୍କୁ ଏକଥର ପ୍ରଦକ୍ଷିଣ କରିବା ପାଇଁ ପ୍ରାୟ 30 ବର୍ଷ ସମୟ ନେଇଥାଏ। ସେଥିପାଇଁ ରାଶିଚକ୍ରର ପ୍ରତ୍ୟେକଟି ରାଶିରେ ଶନି ପ୍ରାୟ 2.5 ବର୍ଷ ଅବସ୍ଥାନ କରିଥାନ୍ତି। ବୈଦିକ ଜ୍ୟୋତିଷରେ ଶନି ମହାଗ୍ରହଙ୍କୁ ବଡ଼ କ୍ରୂର ବା ନିଷ୍ଠୁର ଗ୍ରହ ବୋଲି ବର୍ଣ୍ଣନା କରାଯାଇଛି। ଶନି ସାମାନ୍ୟ ଭୁଲ ପାଇଁ ବଡ଼ ଦଣ୍ଡ ଦେଇଥାନ୍ତି ଏବଂ ଶନିଙ୍କର ଏକ ରାଶିରେ ରହଣି 2.5 ବର୍ଷ ହେଉଥିବାରୁ ଶନିଙ୍କର ପ୍ରଭାବ ଧୀରେ ଧୀରେ ଆରମ୍ଭ ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ। ବିଭିନ୍ନ ସମୟରେ ଶନିଙ୍କର 7.5 ଅର୍ଥାତ୍ ଜାତକର ଚନ୍ଦ୍ରଲଗ୍ନ ବା ରାଶିର ବ୍ୟୟ ଲଗ୍ନ ଓ ଦ୍ୱିତୀୟ ସ୍ଥାନରେ ଶନି ଅବସ୍ଥାନ କଲେ ତାକୁ ଶନି 7.5 ବୋଲି କୁହାଯାଇଥାଏ। ପୁନଶ୍ଚ ଚନ୍ଦ୍ର ରାଶିର ଚତୁର୍ଥ ଓ ଅଷ୍ଟମ ସ୍ଥାନରେ ଶନି ଅବସ୍ଥାନ କଲେ ଏହାକୁ ଶନିଙ୍କର ଢାଇଆ ଚାଲିଛି ବୋଲି କୁହାଯାଏ। ଏତଦ୍‌ବ୍ୟତୀତ ଶନିଙ୍କର ଦୃଷ୍ଟି ମଧ୍ୟ ତାଠାରୁ ଅଧିକ ଭୟଙ୍କର। ସମୟ ସମୟରେ ଶନି ରାଶିଚକ୍ର ମଧ୍ୟରେ ବକ୍ରଗତି ମଧ୍ୟ କରିଥାନ୍ତି। ଶନିଙ୍କର ବକ୍ରଗତିକୁ ଶନିଙ୍କର ଓଲଟା ଗତି କୁହାଯାଏ। ପ୍ରକୃତ ପକ୍ଷରେ କହିବାକୁ ଗଲେ ଶନି ଏହି ସମୟରେ ପୃଥିବୀର ନିକଟତର ହୋଇଥାନ୍ତି ଏବଂ ଶନିଙ୍କର ପ୍ରଭାବ ପୃଥିବୀ ପୃଷ୍ଠରେ ଦ୍ୱିଗୁଣିତ ହୋଇଥାଏ। ଶନିଙ୍କର ଅବସ୍ଥାନ ଓ ଦୃଷ୍ଟିର ପ୍ରଭାବ ମନୁଷ୍ୟ ଉପରେ ସର୍ବାଧିକ ପ୍ରଭାବ ପକାଉଥିବାରୁ ଏହି ସମୟରେ ଜାତକରେ ଗ୍ରହମାନଙ୍କର ସ୍ଥିତି, ଗୋଚରୀୟ ଅବସ୍ଥିତି ଏବଂ ଦଶା ଅନ୍ତର୍ଦଶାମାନଙ୍କୁ ନେଇ ମନୁଷ୍ୟ ଶନି ଗ୍ରହଙ୍କର ଫଳ ପ୍ରାପ୍ତ ହୋଇଥାଏ। ଚଳିତ 2024 ମସିହାରେ ଶନି କୁମ୍ଭ ରାଶିରେ ଅବସ୍ଥାନ କରିବେ। କୁମ୍ଭ ରାଶି ଶନିଙ୍କର ମୂଳ ତ୍ରିକୋଣ ରାଶି। ଏହି 2024 ଜୁନ୍ ମାସ 29 ତାରିଖ ରାତି 11:40 ଠାରୁ 14 ନଭେମ୍ବର 2024 ପର୍ଯ୍ୟନ୍ତ ପ୍ରାୟ 5 ମାସ ଧରି କୁମ୍ଭ ରାଶିରେ ଶନିଙ୍କର ଓଲଟା ବା ବକ୍ର ଗତି ଆରମ୍ଭ ହେବ। ଏବେ ଦେଖିବା କୁମ୍ଭ ରାଶିରେ ଶନିଙ୍କର ଏହି ବକ୍ର ଗତି ରାଶିଚକ୍ରର ବିଭିନ୍ନ ରାଶି ଉପରେ କ'ଣ ପ୍ରଭାବ ପକାଉଛି। ଏହି କ୍ରମରେ ଆଜି ରାଶିଚକ୍ରର ପ୍ରଥମ ରାଶି ମେଷ ରାଶିର ବ୍ୟକ୍ତିମାନେ ଶନିଙ୍କର ପ୍ରଭାବରୁ କ'ଣ ଫଳପ୍ରାପ୍ତ ହେବାର ସମ୍ଭାବନା ରହିଛି ସେ ସମ୍ପର୍କରେ ଆଲୋଚନା କରିବା। ମେଷ ରାଶି ରାଶିକୁଣ୍ଡଳର ପ୍ରଥମ ଓ ମଙ୍ଗଳ ମହାଗ୍ରହଙ୍କର ରାଶି। ମେଷ ରାଶିର ଏକାଦଶ ଭାବରେ ଶନି ବକ୍ରି ହେଉଥିବାରୁ ମେଷ ରାଶିର ଜାତ ବ୍ୟକ୍ତିଙ୍କର ଆୟ ବୃଦ୍ଧି ହେବାର ବହୁତ ସମ୍ଭାବନା। ଆୟର ନୂତନ ପନ୍ଥା ଦେଖାଯିବ। ଧନଭାବ ସନ୍ତୋଷଜନକ ରହିବ ତଥା ଲାଭ ପରିମାଣରେ ଆଶାନୁରୂପ ଅଗ୍ରଗତି ଘଟିବ ଏବଂ କର୍ମଭାବରେ ମଧ୍ୟ ଆଶାନୁରୂପକ ଫଳ ପ୍ରାପ୍ତ ହେବେ। ବିଶେଷତଃ ଯେଉଁମାନେ ରିଏଲ୍ ଇଷ୍ଟେଟ୍ ବିଜନେସ୍ ବା ଜାଗାବାଡ଼ି କିଣା ବିକାରେ ସମ୍ପୃକ୍ତ ସେମାନଙ୍କ ପାଇଁ ଏହି ବକ୍ରି ଶନିଙ୍କର ସମୟ ବହୁତ ଭଲ ଫଳ ପ୍ରଦାନ କରିବ। କିନ୍ତୁ ମଙ୍ଗଳ ମହାଗ୍ରହଙ୍କର ଶନି ପରମ ଶତ୍ରୁ ହୋଇଥିବାରୁ ବଡ଼ ଭାଇ ବା ଭଉଣୀଙ୍କ ସ୍ନେହରେ ଅଭାବ ବୋଧ ଘଟିବ ଏବଂ ମନମାଳିନ୍ୟର ସମ୍ଭାବନା ଦେଖାଯାଉଛି। ମେଷ ରାଶିର ବ୍ୟକ୍ତି ସ୍ୱାସ୍ଥ୍ୟଗତ ସମସ୍ୟା ଭିତରେ ଗତି କରିବେ। ନିଃସଙ୍ଗତା ବା ଏକୁଟିଆପଣ ବହୁତ କଷ୍ଟ ଦେବ। ମାନସିକ ଭାରସାମ୍ୟ ରଖିବା ନିହାତି ଜରୁରୀ। ଏହି ସମୟରେ ପ୍ରକୃତ ସାଙ୍ଗସାଥୀମାନଙ୍କୁ ଚିହ୍ନିବାର ଯଥେଷ୍ଟ ସୁଯୋଗ ପାଇବେ। ଶନି ମହାଗ୍ରହଙ୍କର ଏହି ଅଶୁଭତ୍ୱରୁ ରକ୍ଷା ପାଇବା ପାଇଁ ପ୍ରତ୍ୟହ ହନୁମାନ ଚାଳିଶା ପଠନ ଓ ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରିଲେ ଶନି ମହାଗ୍ରହ ଜନିତ ଅଶୁଭତ୍ୱ ବହୁ ପରିମାଣରେ ଏଡ଼ାଇ ଦିଆଯାଇପାରେ।
ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ।